प्रेज द लॉर्ड। आम प्रभुंकर गोटे गौरव निमंते गोटे गीत गाया जाऊँगी। से गीत हूँ जो दिन देखिली से छवि कालवरी तीरे बहिला प्रेमर रक्तर नदी। जो दिन देखिली से छवि कालवरी तीरे बहिला प्रेमर रक्तर नदी रक्तर नदी। ଯେଉଁ ଦିନ ଦେଖିଲି ସେ ଛବି କାଲବରୀ ତୀରେ ବହିଲା ପ୍ରେମରେ ରକ୍ତର ନଦୀ ରକ୍ତର ନଦୀ। କହିଲ ଯୀଶୁ ହେ ତୁମ ଦେହ କିମ୍ପା ବେଦନାର କଷାଘାତ କହିଲେ ସେ ମତେ ପାପ ପାଇଁ ତର କରୁଛି ମୁଁ ପ୍ରାୟଶ୍ଚିତ। କହିଲେ ଯୀଶୁ ହେ ତୁମ ଦେହ କିମ୍ପା ବେଦନାର କଷାଘାତ କହିଲେ ସେ ମତେ ପାପ ପାଇଁ ତର କରୁଛି ମୁଁ ପ୍ରାୟଶ୍ଚିତ। ପଚାରିଲେ ପ୍ରେମରେ ସେ ମତେ ତୋର ମୁକ୍ତି ପାଇଁ ସହୁଛି ଏ ଦୁଃଖ ପାରୁ କି ଅନୁଭବୀ ପାରୁ କି ଅନୁଭବୀ। ଯେଉଁ ଦିନ ଦେଖିଲି ସେ ଛବି କାଲବରୀ ତୀରେ ବହିଲା ପ୍ରେମରେ ରକ୍ତର ନଦୀ ରକ୍ତର ନଦୀ। ପ୍ରଭୁଙ୍କ ଲୋକମାନେ ଯେଉଁ ଦିନ ଦେଖିଲି ସେ ଛବି ଏଇଟା ଆମେ ଦେଖୁଥାଉ ପ୍ରଭୁଙ୍କର କ୍ରୁଶର ବେଦନା କ୍ରୁଶରେ ଝୁଲୁଥିବା ଅବସ୍ଥାରେ କି ପ୍ରକାର ଥିଲେ ସେ ଛବିକୁ ଯଦି ଆମେ ନିଜ ହୃଦୟ ମଧ୍ୟରେ ନିଜର ମନ ଭିତରେ ଯଦି ଭାବିବା କେମିତି ଥିବ ସେ ଦୃଶ୍ୟ କେବେ ଭାବିଛନ୍ତି? ତାଙ୍କ ସହିତ ମଧ୍ୟ ଆଉ ଦୁଇଟା ଚୋର ଥିଲେ। ସେମାନେ ନିଜ ଜୀବନ ବଞ୍ଚାଇବା ନିମନ୍ତେ ଛାଟି ପିଟି ହଉଥିଲେ। କିନ୍ତୁ ମୋର ପ୍ରଭୁ ମୋର ଯୀଶୁ ସେ ଯେଉଁ ରକ୍ତ ବାହୁଥିଲେ ତାର ଧାର ହୋଇ ବହି ଯାଉଛି। ଦେହର ସବୁ ରକ୍ତ ଗୋଟାଏ ଟୋପା ମଧ୍ୟ ରକ୍ତ ତାଙ୍କ ଦେହରେ ରହୁନାହିଁ। ଏମିତି ଦେହର ସବୁ ରକ୍ତ ବୋହାଇ ଦେଲା ବେଳକୁ ସେ ରକ୍ତ ନଦୀର ରୂପ ଧାରଣ କରୁଛି। ଏତେ ଭୟଙ୍କର ରକ୍ତ ଆଉ ସେହି ଭୟଙ୍କର ନଦୀ ରୂପକ ରକ୍ତ ଦେଖି ଆମ ହୃଦୟ ବିଗଳିତ ହେବାର ଅଛି। ଆମ ହୃଦୟ ଅନୁତାପରେ ପରିପୂର୍ଣ୍ଣ ହେବାର ଅଛି। କାହିଁକି ନା ସେ ରକ୍ତ ଗୋଟେ ଦୋଷୀର ରକ୍ତ ନୁହଁ, ସେ ରକ୍ତ ଗୋଟେ ପାପୀର ରକ୍ତ ନୁହଁ, ସେଇଟା ଗୋଟେ ପବିତ୍ର ରକ୍ତର ନଦୀ। ଏଠାରେ ଲେଖାଯାଏ, ଏଠାରେ ଗୀତ ଏ ପ୍ରକାର ଅଛି, କହିଲ ଯୀଶୁ ହେ ତୁମ ଦେହ କିମ୍ପା ବେଦନାର କଷାଘାତ। ଗୋଟେ ଲୋକ ପ୍ରଭୁଙ୍କୁ ପଚାରୁଛି, ପ୍ରଭୁ କାହିଁକି ତୁମର ଦେହରେ ଏ ଯେଉଁ ଯାତନା ଏ ଯେଉଁ ବେଦନା ଏ ଯେଉଁ ଯନ୍ତ୍ରଣା କାହିଁକି? ତମେ କି ଦୋଷ କରିଥିଲ? କ'ଣ ପାଇଁ ଏତେ ଯନ୍ତ୍ରଣା ତମେ ସହୁଛ? ଜଣେ ଲୋକ ପଚାରୁଛି। ସାଧାରଣ ଲୋକ ପଚାରିବେ ନିଶ୍ଚୟ, କାହିଁକି ନା ସମସ୍ତେ ଭାବନ୍ତି, ଆମେ ଜାଣିଛୁ ଶୁଣିଛୁ ମଧ୍ୟ
ଜଣେ ଦୋଷୀ ଲୋକକୁ ଦଣ୍ଡ ଦିଆଯାଏ, କିନ୍ତୁ ଏବେ ଯେଉଁ ନିର୍ଦ୍ଦୋଷ ଲୋକ ଯଦି ଏମିତି ରକ୍ତାକ୍ତ ହେଉଛି କାହିଁକି? କାରଣ କ'ଣ? ପ୍ରଭୁ କହୁଛନ୍ତି, କହିଲେ ସେ ମୋତେ ପାପ ପାଇଁ ତୋର କରୁଛି ମୁଁ ପ୍ରାୟଶ୍ଚିତ। ମୋର ପାପ ପାଇଁ ସେ ପ୍ରଭୁ କାଲବରୀ କ୍ରୁଶରେ ପ୍ରାୟଶ୍ଚିତ କରୁଛନ୍ତି, ଆଉ ରକ୍ତର ନଦୀକୁ ବହାଇ ଦେଉଛନ୍ତି। ପଚାରିଲେ ପ୍ରେମରେ ସେ ମୋତେ ତୋର ମୁକ୍ତି ପାଇଁ ସହୁଛି ଏ ଦୁଃଖ, ପାରୁ କି ଅନୁଭବୀ, ପାରୁ କି ଅନୁଭବୀ। ପ୍ରଭୁ ପଚାରୁଛନ୍ତି ପ୍ରେମର ସେଟା। ଗୋଟେ ଲୋକ ମରୁଛି, ଦେଖନ୍ତୁ ଯନ୍ତ୍ରଣାର ମରୁଛି, ତଥାପି ପ୍ରେମର ସହିତ ସେ କଥା ହଉଛି। ଏଇଟା ଗୋଟେ ସାଧାରଣ ବ୍ୟକ୍ତି ନୁହନ୍ତି ମୋର ପ୍ରିୟମାନେ, ଏଇଟା ସର୍ବଶକ୍ତିମାନ ପରମେଶ୍ୱର ଯୀଶୁ ଖ୍ରୀଷ୍ଟ। ସେ ଆମକୁ ପଚାରୁଛନ୍ତି ଆଜି ଆପଣମାନେ ଯେଉଁ ଅବସ୍ଥାରେ ଥାନ୍ତୁ ନା କାହିଁକି, ଆଜି ପଚାରୁଛନ୍ତି ତୋର ମୁକ୍ତି ଲାଗିରେ ବାପା, ତୋର ମୁକ୍ତିରେ ବା ପୁଅ, ତୋର ମୁକ୍ତି ପାଇଁ ମୁଁ ଏଇ ଦୁଃଖ, ଏ ଯନ୍ତ୍ରଣା, ଅସହ୍ୟ ଯନ୍ତ୍ରଣା ମୁଁ ସହିଛି, ସେଟା ତୁ ଅନୁଭବ କରିପାରୁଛୁ କି? ପଚାରୁଛନ୍ତି ପ୍ରଭୁ ଗୀତ ମାଧ୍ୟମରେ। ଅତି ମିନିଂଫୁଲ ଗୀତଟେ। ତାପରେ ଶୁଣନ୍ତୁ କ'ଣ ହେଇଛି। ଢାଳି ମୂଲତକ କହିଲି ଅଧୀର, ଅଟେ ମୁଁ ଯେ ପ୍ରତାରକ। ଆଜି ଅନୁତାପ କରିବାର ଅଛି। ପ୍ରଭୁଙ୍କର ସେ କ୍ରୁଶରୁ ଝରୁଥିବା ରକ୍ତ ଦେଖି, ଅସହ୍ୟ ଯନ୍ତ୍ରଣା ଦେଖି ଆମ ହୃଦୟ ଫାଟି ଯିବାର ଅଛି, ଆମ ହୃଦୟ ଚୁନା ଚୁନା ହେଇଯିବାର ଅଛି। ଆମେ ପ୍ରଭୁଙ୍କୁ କ୍ଷମା ମାଗିବାର ଅଛି। ପ୍ରଭୁ ତମେ ବିନା ଦୋଷରେ ମୋର ପାଇଁ, ମୁଁ ଯେଉଁ ବ୍ୟଭିଚାର କରୁଛି, ମୁଁ ଯେଉଁ ଚୋରି କରୁଛି, ମୁଁ ଯେଉଁ ହତ୍ୟା କରୁଛି, ମୁଁ ଯେଉଁ ନାନା ଭୁର୍କୁଟି କାମ କରୁଛି, ସବୁର ପାପର ପ୍ରାୟଶ୍ଚିତ କରିବା ପାଇଁ ପ୍ରଭୁ ତୁମେ କ୍ରୁଶରେ ହତ ହୋଇଥିଲ। କ୍ଷମା କର ପ୍ରଭୁ ପାପ ଯେତେ ମୋର, କରୁଛି ମୁଁ ଅନୁତାପ। ଢାଳି ମୂଲତକ କହିଲି ଅଧୀର, ଅଟେ ମୁଁ ଯେ ପ୍ରତାରକ। କ୍ଷମା କର ପ୍ରଭୁ ପାପ ଯେତେ ମୋର, କରୁଛି ମୁଁ ଅନୁତାପ। ପ୍ରେମ ବହି କହିଲେ ସେ ମୋତେ, ଆଜିଠାରୁ ମୁଁ ହିଁ ସାରା ଜୀବନ ତ ପାଶେ ପାଶେ ଥିବି, କେବେ ନ ଛାଡ଼ିବି। ପ୍ରଭୁଙ୍କର ପ୍ରତିଜ୍ଞା ଦେଖୁଛନ୍ତି ମୋର ପ୍ରିୟମାନେ। ଟିକେ ଖାଲି ଆମେ ଅନୁତାପ କରି, ପାପ ସ୍ୱୀକାର କରି ପ୍ରଭୁଙ୍କ ଚରଣ ତଳେ ଯଦି ପଡ଼ିଯିବା, ପ୍ରଭୁ କହିବେ ପ୍ରେମ ବହି କହିଲେ ସେ ମୋତେ, ଆଜିଠାରୁ ମୁଁ ହିଁ ସାରା ଜୀବନ ତ ପାଶେ ପାଶେ ଥିବି, କେବେ ନ ଛାଡ଼ିବି, ଆଉ କେବେ ଛାଡ଼ିବେ ନାହିଁ। ଯେଉଁ ଦିନ ଦେଖିଲି ସେ ଛବି, କାଲବରୀ ତୀରେ ବହିଲା ପ୍ରେମରେ ରକ୍ତର ନଦୀ, ରକ୍ତର ନଦୀ, ରକ୍ତର ନଦୀ ବହି ଯାଇଛି ମୋର ପ୍ରିୟମାନେ। ଅନୁତାପ କରନ୍ତୁ, ଫେରି ଆସନ୍ତୁ। ସେଇ ରକ୍ତର ନଦୀ ବହିଥିବା ପରମେଶ୍ୱର ଆଉ ଥରେ ଆସୁଛନ୍ତି ତାର ହିସାବ ନେବା ପାଇଁ। ସେ ରକ୍ତ ଯେଉଁ ବହିଥିଲେ ତାର ହିସାବ ନେବା ପାଇଁ ଆସୁଛନ୍ତି। ଆଉ ସେଇ ସମୟରେ ଦ୍ୱିତୀୟ ପ୍ରଭୁଙ୍କର ଆଗମନ ଯେତେବେଳେ ହେବ, ସେଇ ସମୟରେ ଆଉ ପ୍ରଭୁ ପାପୀମାନଙ୍କୁ କ୍ଷମା କରିବା ପାଇଁ ଏବେ ଆସୁନାହାନ୍ତି। ଏବେ ସମୟ ଅଛି, ଏବେ ଅନୁଗ୍ରହ ଅଛି। ରକ୍ତ ବହୁଛି ଆଜି ମଧ୍ୟ କାଲବରୀରେ। ପ୍ରଭୁ ଆତ୍ମିକ ଭାବରେ ବହି ଚାଲିଛନ୍ତି, କ୍ଷମା ଦେଇ ଚାଲିଛନ୍ତି।
କିନ୍ତୁ ସେ କ୍ଷମା ଆଉ କିଛି ଦିନ ଆଉ କିଛି ବର୍ଷ ମଧ୍ୟରେ ସରିବା ପାଇଁ ଯାଉଅଛି। ଚିନ୍ତା କରନ୍ତୁ, ଫେରିବେ କି ଫେରିବେ ନାହିଁ। ଯଦି ଫେରିବେ ନାହିଁ, ସବୁଦିନ ପାଇଁ ଅନନ୍ତ ଜୀବନ ଆପଣ ପ୍ରଭୁଙ୍କର ବିନା କାଟିବାକୁ ପଡ଼ିବ ନରକରେ। ଆଉ ଯଦି ଫେରୁଛନ୍ତି ପ୍ରଭୁଙ୍କର ସେ କ୍ରୁଶ ପାଖକୁ, ପ୍ରଭୁ ଆପଣଙ୍କର ସବୁ ପାପ ଧୋଇବା ପାଇଁ ରେଡି ଅଛନ୍ତି। କେବଳ ଆମେ ଫେରିବାକୁ ପଡ଼ିବ। ପ୍ରଭୁ ଏ ଗୀତ ମାଧ୍ୟମରେ ଆପଣମାନଙ୍କୁ ଆଶୀର୍ବାଦ କରନ୍ତୁ। ଆମେନ୍।